ପ୍ରଦାନ କରୁଛି। ଠିକ ସେଇଭଳି ଆମେ ଗଞ୍ଜାମ ତାମ୍ରଫଳକ ଯଦି ଦେଖିବା, ଶୈଳଭବ ମାନେ କିପରି ଶାସକଙ୍କର ସାମନ୍ତ ରାଜା ଥିଲେ, ସେଇଭଳି ଅଇହୋଲ ଅଭିଲେଖରେ ହର୍ଷବର୍ଦ୍ଧନ କିପରି ଦିଗ୍ବିଜୟ ଲାଭ କରିଥିଲେ। ଖଣ୍ଡଗିରିରେ ଯୋଉ ଅଛି ଆମର ଲଲାଟେନ୍ଦୁ କେଶରୀ ଗୁମ୍ଫା, ସେଥିରେ ଉଦ୍ୟୋତ କେଶରୀ 3ଟି ଶିଳାଲେଖ ଉତ୍କୀର୍ଣ୍ଣ କରାଇଥିଲେ। ଶିଳାଲେଖରେ ସବୁ ଟାଇପ କରିଥିଲେ ଶିଳାରେ, ପଥର ଉପରେ। ଏଥିରେ ଉଦ୍ୟୋତ କେଶରୀଙ୍କର କିଛି ଜନହିତକର କାର୍ଯ୍ୟ ସୂଚନା ମିଳୁଛି। ଏଥିରେ ଲେଖା ହେଇଛି ଯେ ଉଦ୍ୟୋତ କେଶରୀ 24 ଜଣ ତୀର୍ଥଙ୍କର ମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ତୀର୍ଥଙ୍କର ଆମର ଯୋଉ ଜୈନ ସନ୍ନ୍ୟାସୀ ପ୍ରଥମ ତୀର୍ଥଙ୍କରଠୁ ଆରମ୍ଭ କରି 24ତମ ତୀର୍ଥଙ୍କର। ନବମୁନି ଆଉ ଗୋଟେ ଗୁମ୍ଫା ଅଛି ସେ ଖଣ୍ଡଗିରିରେ, ସେଥିରେ ଉଦ୍ୟୋତ କେଶରୀଙ୍କର ଅନ୍ୟ ଏକ ଅଭିଲେଖ, ଯାହାକି ଆମେ କେଶରୀ ବଂଶର ଇତିହାସ ଆମେ ଜାଣିପାରୁଛେ। କେବଳ ସେତିକି ନୁହେଁ, ନୟାଗଡ଼ ଜିଲ୍ଲାର ଗୋବିନ୍ଦ